ମୁଁ ତୁମ ଏଇ ଘରେ ରହିପାରିବିନି କି ତୁମର ଏତେ କମ ପଇସାରେ ଚଳିପାରିବି। ତାହେଲେ ବାହାଘର ହଉଥିଲ କଣ ପାଇଁ? ଆରେ ଯଦି ତମର ରହିବା ନଥିଲା ମତେ ପ୍ରେମ କରୁଥିଲ କଣ ପାଇଁ? ଯେତେବେଳେ ବାହାଘର ପ୍ରସ୍ତାବ ଉଠିଲା ମୁଁ ତମକୁ 50 ଥର ପଚାରିଛି କି ମୋର ସ୍ୱଳ୍ପ ଦରମାରେ ତମେ ମୋ ସାଥିରେ ଖୁସିରେ ରହିପାରିବ କି ନାହିଁ। ଏଇନା ତମେ ବଡ ଘରର ଝିଅ ନା। ଆଉ ସେତେବେଳେ ତମେ କଣ କହିଥିଲ କି ମୁଁ ତମ ଭଲ ପାଇବା ଚାହେଁ, ତମ ଦରମା ତମ ଟଙ୍କାକୁ ମୁଁ ଚାହେଁନି। ସେଇଟା କହିବାଟା ମୋର ସବୁଠୁ ବଡ ଭୁଲ ଥିଲା। ସେଇଟା ତମର ଭୁଲ ନଥିଲା। ତମ ଭଲ ପାଇବାରେ ଅନ୍ଧ ହେଇକି ମୁଁ ତମକୁ ବିଶ୍ୱାସ କରିବାଟା ସେଇଟା ମୋର ଭୁଲ ଥିଲା। ଆରେ ସପ୍ତାହକୁ ଥରେ ମାର୍କେଟ ଯିବା, ମାସକୁ 7 ଥର 8 ଥର ପାର୍ଲର ଯିବା, ଏ ଗରିବ ସ୍ୱାମୀଟା ପାରିବନି। ଆଉ ଯଦି ତମେ ମୋ ପରିସ୍ଥିତିଟା ବୁଝିପାରୁନ ନା, ତାହେଲେ ତମ ଭଳିଆ ସ୍ତ୍ରୀ ବି ମୋର ଦରକାର ନାହିଁ। ଚାଲି ଯାଅ ମୋ ଲାଇଫରୁ, ଦୟା କର ମତେ।